ପିଲାମାନେ ଆଜି ଆମେ ପଢ଼ିବା ରୂଢ଼ି। ରୂଢ଼ି କ'ଣ, ତା ବିଷୟରେ, ତାର ସଂଜ୍ଞା, ସେ ବିଷୟରେ ଆଜି ଆମେ ପଢ଼ିବା। ବାକ୍ୟାଂଶ ଦ୍ୱାରା ପ୍ରତ୍ୟେକ ଅର୍ଥ ବୁଝା ପଡ଼ୁଥିବା ସମୟରେ ରୂଢ଼ି ଦ୍ୱାରା ସୂଚନାତ୍ମକ ଅର୍ଥ ପ୍ରକାଶ ପାଇଥାଏ। କୌଣସି କଥାକୁ ସିଧାସଳଖ ନ କହି ବୁଲେଇ ବଙ୍କେଇ କହିବା ଏକ ସ୍ୱତନ୍ତ୍ର ଶୈଳୀକୁ ଆମେମାନେ ରୂଢ଼ି କହିଥାଉ। ଏହି ରୂଢ଼ିରେ ବାକ୍ୟ ବା ବାକ୍ୟାଂଶରେ ମୌଳିକ ଅର୍ଥ ବା ଅଭିଧାର୍ଯ୍ୟ ପ୍ରକାଶ ନ ପାଇ ଏଥିରେ ଗୁମ୍ଫିତ ପ୍ରତୀୟମାନ ଅର୍ଥ ପ୍ରକାଶ ପାଇଥାଏ। ଯେପରି ମାରିବା ପଦରେ ଏକ ମୌଳିକ ଅର୍ଥରେ ବ୍ୟବହୃତ ହେଉଥିବା ବେଳେ ପାଟି ମାରିବା କି ଦାନା ମାରିବା ପଦରେ ଏହି ମାରିବାର ଅର୍ଥ ଏକ ଇଙ୍ଗିତ ଅର୍ଥରେ ବୁଝାଯାଏ। ଅର୍ଥାତ୍ ମାରିବା ଶବ୍ଦଟି ତାର ପ୍ରକୃତ ଅଭିଧାର୍ଯ୍ୟକୁ ତ୍ୟାଗ କରି ଅନ୍ୟ ଅର୍ଥରେ ବ୍ୟବହୃତ ହୋଇଛି। ତେଣୁ ପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରେକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢ଼ି ପ୍ରୟୋଗ କୁହାଯାଏ। ବିଶେଷ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ୱ ଅନୁଯାୟୀ ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଫାଷ୍ଟ କ୍ରିୟାଯୁକ୍ତ ରୂଢ଼ି, ସେକେଣ୍ଡ କ୍ରିୟାହୀନ ରୂଢ଼ି, ଥାର୍ଡ଼ ତୁଳନାତ୍ମକ ରୂଢ଼ି। ତ କ୍ରିୟାଯୁକ୍ତ ରୂଢ଼ି କ'ଣ? ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ ତାହା କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଏ। ଯଥା ଅକଷ ରଖିବା, ଅନ୍ଧାର ଘରେ ବାଡ଼ି ବୁଲେଇବା, ଚିତା କାଟିବା, ନାଁ କରିବା, ହାତ ଧରିବା ଇତ୍ୟାଦି। ଏକ୍ସାମ୍ପଲ୍, ଅକଷ ରଖିବା। ଅକଷ ରଖିବାର ଅର୍ଥ କ'ଣ ନା ରାଗ ରଖିବା। ଯେପରିକି ରୂଢ଼ି ପ୍ରୟୋଗ କରିବା ହେଲା। ମୁଁ ସଭାପତିଙ୍କ ଅନ୍ୟାୟ ପ୍ରତିବାଦ କରିବାରୁ ସେ ଉପରେ ଅକଷ କରିଛନ୍ତି। ସେ ମୋ ଉପରେ ଅକଷ କରିଛନ୍ତି ବା ରଖିଛନ୍ତି। ତାପରେ ଆମର ସେକେଣ୍ଡ ଏକ୍ସାମ୍ପଲ୍ ହେଲା ଅଠା ବୋଳିବା। ଅଠା ବୋଳିବାର ଅର୍ଥ କ'ଣ? ଦୋଷ ଦେବା। ରୂଢ଼ି ପ୍ରୟୋଗ କରିବା ଏହାର। ଚୋରି କଲା ଆଉ ମୋ ମୁଣ୍ଡରେ ଅଠା ହେଲା। ସେକେଣ୍ଡ ଆମର କ୍ରିୟାହୀନ ରୂଢ଼ି। ଯେଉଁ ବାକ୍ୟାଂଶରେ କ୍ରିୟାପଦ ନଥାଏ ତାହା କ୍ରିୟାହୀନ ରୂଢ଼ି ବୋଲି ଆମେ କହିଥାଉ। ଯଥା ଅକଲ ସଲାମି, ଅନ୍ଧର ଲଉଡ଼ି, ଅଳିଆରୁ ଗଜା, ଅଲଣା କଥା, କାଠିକାର ପାଠ। କାଠିକାର ପାଠ ମାନେ କଷ୍ଟସାଧ୍ୟ। ଲଙ୍କାରେ ହରି ଶବ୍ଦ ମାନେ ଅସମ୍ଭବ ବିଷୟ, କ୍ଷୀର ସମ୍ପର୍କ, ନିବିଡ଼ ସମ୍ପର୍କ। ଥାର୍ଡ଼ ଆମର ତୁଳନାତ୍ମକ ରୂଢ଼ି। ଯେଉଁ ବିଶିଷ୍ଟ ବାକ୍ୟାଂଶକୁ ଅନ୍ୟ ବାକ୍ୟାଂଶ ସହିତ ତୁଳନା କରାଯାଇ ବିଶେଷ ଅର୍ଥ ପ୍ରକାଶ କରାଯାଏ କିମ୍ବା ପଦ ସଂହତିର ଉପମାବାଚକ ଶବ୍ଦ ପ୍ରୟୋଗ ହୋଇଥାଏ ତାହାକୁ ତୁଳନାତ୍ମକ ରୂଢ଼ି କୁହାଯାଏ। ଯେପରିକି ଜୋକ ଲାଗିବା, ଖୁଣ୍ଟ ପରି ଠିଆ ହେବା,